ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2ଟି ପଦ୍ମ ବିଭୂଷଣ, 6ଟି ପଦ୍ମଭୂଷଣ ଏବଂ 58ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୟୋଙ୍ଗ୍, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଲୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ପରୀକ୍ଷଣ ସଂସ୍ଥା NTA ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ PS ନରସିମ୍ହା ଏବଂ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା NTA ଏବଂ CBIକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି 3ଟି ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା NTAକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ NTAକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1 ଲକ୍ଷ କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି, ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁଜତବା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2 ଟଙ୍କା 61 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2 ଟଙ୍କା 71 ପଇସା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102 ଟଙ୍କା 12 ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95 ଟଙ୍କା 20 ପଇସାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପକ୍ଷରୁ ଏକକ ନାଗରିକ ସଂହିତା ଆସାମ ବିଧେୟକ 2026 ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ 2 ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରି ଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ଟାରେ ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ ସହାୟତା, ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।